ହ୍ୟୁମାନ ଆମ ଗଣରେ ନାହାନ୍ତି। ଭାଇ ଯେମିତି କହିଲେ ସମସ୍ତଙ୍କ କଣ୍ଠରେ ଥିଲେ। ଆପଣମାନେ ଜାଣିଥିବା ଦରକାର, ଦିନ ଥିଲା ଏମିତି ହ୍ୱାଟ୍ସଆପ୍ ଫେସବୁକ୍ ଯୁଗ ହେଲା, ଲୋକ ସବୁ ଜାଣିପାରିଲେ, କପି ହେଲା ଓଡ଼ିଆ ଇଣ୍ଡଷ୍ଟ୍ରି ଲାଙ୍ଗୁଏଜରୁ, ହିନ୍ଦୀ ଲାଙ୍ଗୁଏଜରୁ। ହ୍ୟୁମାନ ଗୋଟିଏ ସିଙ୍ଗର, ତା ଗୀତରେ ଲୋକ ଓଡ଼ିଆ ଗୀତ ବାଜୁଥିଲେ, ସେଇଟା ଗୋଟେ ଗର୍ବ ଲାଗେ। ଯୋଉଠି ଆମେ ସମାଲୋଚନା ଚାଲିଥିଲା ସେତେବେଳେ, ଏଠୁ କପି କଲା, ସେ ଲାଙ୍ଗୁଏଜ କପି କଲା, ସିଏ ଏଇଭଳିଆ ଷ୍ଟାଣ୍ଡାର୍ଡ କରୁଛନ୍ତି, କିନ୍ତୁ ଗୋଟିଏ ସିଙ୍ଗର ହ୍ୟୁମାନ ସାଗର ଯୋଉ ଗାଡ଼ିରେ ଗଲେ ବି ଏଫଏମ୍ ବାଜୁଥିଲା, ଯାତ୍ରାରେ ବାଜୁଥିଲା, ସେଇଟା ଗର୍ବ ଲାଗେ। ସେ ଯୋଉ 10 ବର୍ଷ ତାଙ୍କର, ସେଇ 10 ବର୍ଷରେ ବୋଧେ ଓଡ଼ିଆ ଗୀତକୁ ବୋଧେ ବହୁତ ଲୋକ ନ ଜାଣିଥିବା ଲୋକ ବି ତାଙ୍କର ଶୁଣୁଥିଲେ। ଏବେ ଚାଲିଗଲା ପରେ ବି ଲୋକ ଜାଣିନାହାନ୍ତି ସିଏ ବୋଲି। ଏମିତି ବି କିଛି ଲୋକ ଅଛନ୍ତି ଗୀତ ଶୁଣନ୍ତି କିନ୍ତୁ ଏ ଭଦ୍ର ବ୍ୟକ୍ତି ବୋଲି ସେ ଜାଣନ୍ତି। ଆଜି ସମସ୍ତେ ଅନୁଭବ କରୁଛନ୍ତି। ଭାଇ ଯେମିତି କହିଲେ, ପୂର୍ବତନ ସିଏମ୍ ର ଗୀତ ବୋଲିଥିଲେ, ଏବେକାର ସିଏମ୍ ର ଆମର ଦିଟା ଗୀତ ସିଏମ୍ ଙ୍କର ବୋଲିଛି। ମୁଁ ନିଜସ୍ୱ ଏବେ ଚାରିଆଡ଼େ ବାଜୁଛି, ଯେତେ ବାଜୁଛି ଆମ ମନ କଷ୍ଟ ହଉଛି। ମୁଁ ଆଉ ବିଶେଷ ଭାବରେ ଆପଣଙ୍କ ମାଧ୍ୟମରେ କହିବାକୁ ଚାହୁଁଛି, ମୁଁ ସଦାବେଳେ କହେ ଅଧିକ ଦିନ ବଞ୍ଚନ୍ତୁନି, ଏମିତି କାମ କରନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ମୋ ଲୋକ ମନେ ରଖିବେ। କିନ୍ତୁ ହ୍ୟୁମାନର 35 ବର୍ଷ ସରିଯିବ ସେଟା କେବେ ବିଶ୍ୱାସ ନାହିଁ। 15,000 ଗୀତ ସେ ବୋଲିଛନ୍ତି, ଲୋକ 1000 କ୍ୟାରିୟର ସରିଯିବ, 1000 ଗୀତ ଗାଇଲେ କ୍ୟାରିୟର ସରିଯିବ। ଦେଖନ୍ତୁ ତାଙ୍କର ବୋଧେ ସେତିକି ଯିବାର ଅଛି। ଏତେ କମ୍ ବୟସରେ 10ରୁ 15,000 ଗୀତ ବୋଲିଛନ୍ତି। ବିଶେଷ ଭାବରେ ଆପଣ ମାଧ୍ୟମରେ କହୁଛି, ଯୁବପିଢ଼ି ମାନେ ଧୈର୍ଯ୍ୟ ହରାନ୍ତୁନି, ସଦାବେଳେ ଗୋଟେ ଗଛ ଭଳିଆ ହେବେ। ଆମେ ସଦାବେଳେ କହି ଆସୁଛୁ, ଗୋଟେ ଗଛଟେ ଲଗାନ୍ତୁ, ଗଛ ବାତ୍ୟା ବନ୍ୟା ଯେମିତି ଯୋଉ ଜାଗାରେ ହଉ ତା ଲକ୍ଷ୍ୟ ସ୍ଥଳରେ ସେ ରହୁଛି, ଅମ୍ଳଜାନ ଦଉଛି, ଅଙ୍ଗାରକାମ୍ଳ ଦଉଛି। ସେଇଭଳିଆ ଯୁବପିଢ଼ି ମାନଙ୍କୁ ଧୈର୍ଯ୍ୟହରା ନ ହେଇକି ସବୁ କ୍ଷେତ୍ରକୁ ସାମ୍ନା କରିକି ଆଗେଇ ଚାଲନ୍ତୁ। ଆଉ ହ୍ୟୁମାନ ସଦାବେଳେ ରହିବେ। ଆଉ ବହୁତ ଭଲ କଥା ଭାଇ କହିଲେ, ସମସ୍ତଙ୍କ ଟାଇପ୍ର ସେ ଗୀତ ବୋଲନ୍ତି। ଆଉ ସେ ଜିନିଷ ଏବେ ବି ଲୋକ ମତେ ଆଜି ଜଣେ ସକାଳୁ ଜଣେ ରିଟାୟାର୍ଡ ପର୍ସନ ୱେଷ୍ଟ ଲେଭେଲରେ ସିଏ ମତେ ପଠେଇଛନ୍ତି, ଆଉ ବିଭୁ ମୁଁ ଜାଣିନି ଏଇ ଗୀତ ସେ ସବୁ ବୋଲିଛନ୍ତି ବୋଲି। ସେ ଶୁଣନ୍ତୁ, ସେ ଯୋଉ ମା ଗୀତ ହଉ ଇଏ ହଉ, ଆଜି ମୁଁ ହ୍ୱାଟ୍ସଆପ୍ ମାନେ ଯାହା ଗୋଟେ କଲାବେଳକୁ ଆଖିରେ ପାଣି ପଳେଇ ଆସୁଛି। ମତେ ଲାଗୁଛି ହ୍ୟୁମାନ ବୁଲିବାକୁ ହେଇଛନ୍ତି। ଆଉ ସମସ୍ତେ ଏଇ ସମୟରେ ତାଙ୍କ ମାଆକୁ ଟିକେ ଧୈର୍ଯ୍ୟ ଦେବା। ମାଆଙ୍କ ପାଖରେ ଯଦି ଆମେ କିଛି ପହଞ୍ଚି ପାରିବା, ଯଦି କଳାକାର ପ୍ରେମୀ ଯେତେବେଳେ ଯାହାର ସମୟ ହବ, ତାହେଲେ ସେଇଟା ମୁଁ ଭାବୁଛି ହ୍ୟୁମାନ ଉପରେ ଥାଇକି ବି କହିବ ଯେ ଯାହା ମୁଁ କଳାକୁ ସମୟ ଦେଇଥିଲି, ମୋ କଳାକାର ଭାଇମାନେ ଯେତେବେଳେ ଯୋଉ କ୍ଷେତ୍ରରେ ଏଇ ପହଞ୍ଚି ପାରିଲେ ସେଇଟା ବଡ଼ କଥା। ଜୟ ଜଗନ୍ନାଥ।